ରାଉରକେଲାରେ ଅବକାରୀ ଚଢ଼ାଉ ଦୁଇ ଗିରଫ। ରାଉରକେଲାରେ ଅବକାରୀ ଚଢ଼ାଉ 4 ଦିନ ମଧ୍ୟରେ ଦୁଇ ଗିରଫ ହୋଇଥିବା ବେଳେ ଗୋଟିଏ ଏନ୍ଡିପିଏସ୍ କେସ୍ ଗତ 30 ତାରିଖରେ କରାଯାଇଛି। ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ରୂପଟୋଲା ଅଞ୍ଚଳରେ ଚଢ଼ାଉ କରି ଗୋଟିଏ ଏନ୍ଡିପିଏସ୍ କେସ୍ ରୁଜୁ କରାଯାଇଛି। ଅବକାରୀ ସୁପରିଟେଣ୍ଡେଣ୍ଟ ଧନେଶ୍ୱର ବରାଡ଼ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ 1 କେଜି 300 ଗ୍ରାମ ଗଞ୍ଜେଇ ଜବତ କରିବା ସାଙ୍ଗକୁ ଆସାମୀ ଲକ୍ଷ୍ମୀ ସିଂଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏକ୍ସାଇଜ୍ ଇନ୍ସପେକ୍ଟର ଶ୍ରୀ ହେମନ୍ତ ମହାନନ୍ଦିଆ, ଏସ୍ଆଇ ରୋହିତ ଦଣ୍ଡସେନା, ଏଏସ୍ଆଇ ପ୍ରତିମା ସା ଓ ଅନ୍ୟାନ୍ୟ ଷ୍ଟାଫ୍ ସାମିଲ ଥିଲେ। ସେହିଭଳି ଗତ 2 ତାରିଖରେ ବାଗବୁଡ଼ି ଓ ଜଲଦା ଅଞ୍ଚଳରେ ଚଢ଼ାଉ କରି ଗୋଟିଏ କ୍ଲେମ୍ କେସ୍ ଏବଂ 2 ଗୋଟି ଅନକ୍ଲେମ୍ କେସ୍ ମୋଟ 3 ଗୋଟି କେସ୍ ରୁଜୁ କରାଯିବା ସହିତ 300 ଲିଟର ବେଆଇନ ମହୁଲି ମଦ ଓ ଗୋଟିଏ ସ୍କୁଟି ଗାଡ଼ି ଜବତ କରାଯାଇଛି। ଏହି ଚଢ଼ାଉରେ ଏକ୍ସାଇଜ୍ ଇନ୍ସପେକ୍ଟର ଶ୍ରୀ ଧ୍ରୁବଦଳ ବିଶ୍ୱାଳ, ଏସ୍ଆଇ ଜ୍ଞାନେଶ୍ୱରୀ ବିଶ୍ୱାଳ, ଏଏସ୍ଆଇ ଆଲୋକ ପ୍ରଧାନ ଓ ବିଭାଗୀୟ ଷ୍ଟାଫ୍ ସାମିଲ ହୋଇଥିଲେ। ଦେଖନ୍ତୁ ତାରି ଚିତ୍ର। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା।